ଆଜି ଘରକୁ ଆସିଲା ଇଲିଶ ମାଛ। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ଦେଖିପାରୁଥିବେ ମୁଁ ଉଠି ପଡ଼ିଥିଲି। ମୁଁ ଉଠିକି ଦେଖେ ତ ବାପା କାଲି ରାତିରେ ଘର ପାଇଁ ଇଲିଶ ମାଛ ଆଣିଥିଲେ। ମୁଁ ଉଠି ପଡ଼ିଲା ବେଳକୁ ଦେଖିପାରୁଥିବେ ଏଠି ଭାଇ ଭାଉଜ ତାଙ୍କର ଇଲିଶ ମାଛ ବନାଉଛନ୍ତି। ଭାଇ ଏଥର ଇଲିଶ ମାଛ କିଏ କିଏ ଖାଇଛନ୍ତି କମେଣ୍ଟ କରି କହିବେ। ଦେଖିପାରୁଥିବେ ପୁରା ତଟକା ଇଲିଶ ବାପା କିଲେ 2 କିଲୋ ଇଲିଶ ଆଣିଥିଲେ ରାତିରେ କରିକି। ଇଲିଶ ମାଛ ଏତେ ଭାଇ ତାର କାଟୁଛି ଦେଖିପାରୁଥିବେ। ଆଜି ଖାଇବାର ମଜା ଆସିଯିବ ଆଉ। ତାପରେ ମୁଁ ଭିଡ଼ିଓ ଏଠି ସୁଟିଂ କରୁଥିଲି। ଆମ ଝିଅ ଦେଖିପାରୁଥିବେ, ଆମ ଝିଅ କହୁଛି ମୁଁ ଖାଇନି। ମୁଁ ହଉ ତୁ ଖାଇବୁ, ବ୍ୟସ୍ତ ହନା। ତାପରେ ଆମେ ବାହାରିଥିଲୁ ଟିକେ ଘର ପାଇଁ ଟାଇଲ୍ସ ଆଣିବାର ଥିଲା। ଆମେ ପଳେଇ ଯାଇଥିଲୁ ଟାଇଲ୍ସ ଦୋକାନକୁ। ଦେଖିପାରୁଥିବେ ଆମେ ଯାଉଛୁ, ଯାଇ ସେଠି ପହଞ୍ଚିଲା ବେଳକୁ ଟାଇଲ୍ସ ଦୋକାନରେ ଟାଇଲ୍ସ ବାଲା ହିଁ ନଥିଲା। ସେ ଖାଇବାକୁ ଯାଇଥିଲା, ଆମେ ଟିକେ ବସିକି ଏଠି ହେଇଥିଲି। ତାପରେ ଟାଇଲ୍ସ ବାଲା ଆସିଥିଲେ, ଆମେ ସେ ଟାଇଲ୍ସ ବୁଝିକି ଘରକୁ ପଳେଇ ଆସିଥିଲୁ। ଘରକୁ ଆସି ଦେଖେ ତ ଏଠି ଘରେ ବୋଉ ଇଲିଶ ମାଛ ତାର ଭାଜିବାରେ ଲାଗିଛି। ବୋଉ ତାର ଭାଜୁଥିଲା ଇଲିଶ ମାଛ। ତାପରେ ପଖାଳ ଖାଇବା ଟାଇମ୍ ହେଇଥିଲା, ଦେଖିପାରୁଥିବେ ଇଲିଶ ମାଛ ପଖାଳ ଖାଇ ଦେଇଥିଲି। ଖାଇଦେଇକି ମୁଁ ଟିକେ ପଳେଇ ଯାଇଥିଲି ଖେଳ ହେବା ପାଇଁ। ଦେଖିପାରୁଥିବେ ଫ୍ରେଶ୍ ହେଇକି ପଳେଇ ଯାଇଥିଲି ଖେଳ ହୋଇକି। ସାଙ୍ଗମାନେ କମେଣ୍ଟ କରିବେ ପଳେଇ ହେଇଛି। ତାପରେ ଆମର ଏଠି ତାସ ଖେଳୁଥିଲେ। ତାସ ଖେଳିବା ପାଇଁ ଟିକେ ଦେଖି ଯାଉଛି ଗଲାବେଳକୁ ମୋ ପାଇଁ ଜାଗା ନାହିଁ, ସବୁ ତାସ ଖେଳୁଛି। ମୁଁ ଆସି ଦେଖିଲା ବେଳେ ଭାଇ ତାର ଦେଖିପାରୁଥିବେ ଇଲିଶ ମାଛ ଗୋଟେ ନୂଆ ଆଇଟମ୍ କରିବେ ବୋଲି କଞ୍ଚା ଇଲିଶ ମାଛ ତରକାରୀ ଆଜି ହବ। ଦେଖିପାରୁଥିବେ ତାର ଭଲ ମସଲା ପକାଇ ତାର ରେଡ଼ି କରି ଫାଷ୍ଟ ମସଲା କରି ତାପରେ କଞ୍ଚା ଇଲିଶ ମାଛ ଛାଡ଼ି ଦେଇଥିଲା। ତାପରେ କଞ୍ଚା ଲଙ୍କା ପକାଇ ଦେଇଥିଲା। ତାପରେ ଦେଖିପାରୁଥିବେ ସାଙ୍ଗମାନେ ରାଇ ତେଲ ପକାଇ ଦେଇଥିଲା। ରାଇ ତେଲ ପକାଇକି ତାପରେ 2-3 ଥର ଖଣ୍ଡେ ଏପଟ ସେପଟ କରି ତାପରେ ଆମର ଏଠି ତରକାରୀ ପୁରା ରେଡ଼ି ହେଇଯାଇଥିଲା। ତାପରେ ଆମେ କ'ଣ କରୁଥିଲୁ, 2 ଭାଇ ବସିକି ଖାଇଥିଲୁ। ପ୍ଲିଜ୍ ଭିଡ଼ିଓଟା ଭଲ ଲାଗିଥିଲେ ଲାଇକ୍ ଆଣ୍ଡ କମେଣ୍ଟ କରିବେ। କାରଣ ଭିଡ଼ିଓଟା ଭଲ ଲାଗୁଛି।